କୁହନ୍ତୁ ଆଜ୍ଞା କୁହନ୍ତୁ କଣ ଅବଶ୍ୟ ଘଟିବ। ଅବଶ୍ୟକୁ ଯୋଗ କରାଯିବା ଭାବବାଣୀ କମ ବାଇବଲରେ କମ କେବଳ ଘଟିବ এই ভাববাণী ଆପଣ ଦେଖିବେ ଆଉ ଅବଶ୍ୟ ଘଟିବ ଭାବବାଣୀ ଦେଖିବେ ଦୁଇ ପ୍ରକାର। ଭଲ ଶୁଣନ୍ତୁ ଗଭୀର ଭାବରେ କେମିତି ଦୁଇ ପ୍ରକାର ମାନେ ଘଟିବ କେବଳ ପରିବର୍ତ୍ତନ ହେଇଯାଇପାରେ। ତୁମେ ମରିବ ବଞ୍ଚିବ ନାହିଁ ଘର ସଜାଡ ପରିବର୍ତ୍ତନ ହେଲା କି ନାହିଁ ଆଜ୍ଞା। ନିନିବି 40 ଦିନ ପରେ ଉତ୍ପାଦିତ ହବ ପରିବର୍ତ୍ତନ ହେଲା କି ନାହିଁ। କିନ୍ତୁ ଯୋଉଠି ଅବଶ୍ୟ ଅଛି ଯେଉଁଦିନ ସେ ଫଳ ଖାଇବ ନିତାନ୍ତ ପକ୍କା ଏଟା ଚେଞ୍ଜ ହବ। ମନେ ରଖିଥାନ୍ତୁ ଭାବବାଣୀର ରହସ୍ୟ। ବାପା ମା ମାନେ ଭାଇ ଭଉଣୀ ମାନେ ପ୍ରକାଶିତ ପୁସ୍ତକର ଭାବବାଣୀ ନିଶ୍ଚିତ ଭାବରେ ଯେଣୁ ସେଇ ଭାବବାଣୀର ଘଟଣାରେ ମନ ପରିବର୍ତ୍ତନ କରିବାର ଚାନ୍ସ ନାହିଁ। ଘଟିବ ଯେତେବେଳେ ପରିବର୍ତ୍ତନ ହେବାର ଚାନ୍ସ ନାହିଁ। ବୁଝିପାରୁଛନ୍ତି? ପ୍ରକାଶିତ 9:20 ଦେଖନ୍ତୁ ମନ ପରିବର୍ତ୍ତନ କରିବାର ଚାନ୍ସ ନାହିଁ। ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବୋଧ କରାଯାଇ ନଥିଲେ ସେମାନେ ଆପଣ ହସ୍ତକୃତ କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ। ବେଶ এই ঘটনা বলি যেତେବେଳେ ঘটিব প্রিয় ভাই ভଉଣୀ ମାନେ লোক মন পরিবর্তন କରିବେ কি ভাববাণী পরিবর্তন হবে। 16:7 ସେତେବେଳେ ମୁଁ ବେଚେରା କହିବାର ଶୁଣିଲି ସେତେବେଳେ ମୁଁ ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର ସେତେବେଳେ ମୁଁ ଦୁଇ ଜଣ ମିଶି ପଡେ ବହୁତ ବହୁତ ସେତେବେଳେ ମୁଁ ବେଦି ଏହା କହିବାର ଶୁଣିଲି ହଁ ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର ତୁମର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ ଚତୁର୍ଥ ଦୂତ ଆପଣ ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ ପ୍ରଭୁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା। ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ ଆଉ ଯେଉଁ ଈଶ୍ୱରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି ତାହାଙ୍କ ନାମର ନିନ୍ଦା କଲେ ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ ପରିବର୍ତ୍ତନ କଲେ ନାହିଁ କରିପାରିବେ ନାହିଁ। এই ভাববাণী পরিবর্তন ହେବ ନାହିଁ। লোক মন পরিবর্তন କରିବେ ନାହିଁ। প্রিয় ভাই ভଉଣୀ ମାନେ ପୁଅ ଝିଅ ମାନେ ବହୁତ ସାବଧାନ ବହୁତ ସାବଧାନ। ତେଣୁ କାଲି କହିଲି ମଣ୍ଡଳୀ କହିଲେ ଯେମିତି ସେମିତି ଲୋକ ନାହାନ୍ତି କଥା ଯୀଶୁର ସବୁ ପୁତ୍ର ଥିଲେ ସେମାନେ ଯୁତ ଯୋଗ୍ୟ ଠିକ ସବୁ କିନ୍ତୁ ରାଜା ହେବା ପାଇଁ ଯୋଗ୍ୟ ନୁହନ୍ତି। ଜାଣି ରଖନ୍ତୁ ଗିଦିୟନଙ୍କ ସମୟରେ ଲୋକମାନେ ସମସ୍ତେ ଯୋଦ୍ଧା ସମସ୍ତେ ଯୋଗ୍ୟ କିନ୍ତୁ ଅୟନଗରକୁ ଯିବା ପାଇଁ ସମସ୍ତେ ଯୋଗ୍ୟ। କଣ ଭାବୁଛନ୍ତି ବାପା ମା ମାନେ ଭାଇ ଭଉଣୀ ମାନେ ସମସ୍ତେ ଯୋଗ୍ୟ ନାହାନ୍ତି। ଏ ବହୁ ଟାଣୁଆ କଥା। ଅବ୍ରାହମକୁ ପରମେଶ୍ୱର 12 ପର୍ବରେ ଡାକିଲେ ଲେଖା ହେଇଛି 12 ପର୍ବ 3-4 ପଢନ୍ତୁ ନାହିଁ। ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ସେ ସମସ୍ତ ପରିତ୍ୟାଗ କରି ନିର୍ଦ୍ଦିଷ୍ଟ ସ୍ଥାନ ଗଲେ ଠିକ 17 ପର୍ବରେ କାହିଁକି ପରମେଶ୍ୱର କହିଲେ ତୁମେ ଧର୍ମାଚରଣ କରି କଣ ଭାବୁଛନ୍ତି କଣ ଭାବୁଛନ୍ତି 13 ପର୍ବରେ ମଧ୍ୟ ଜୟ କଲେ ପରମେଶ୍ୱରଙ୍କ ଠାରୁ ବ୍ୟକ୍ତିଗତ ଆଳାପ କଲେ। 14 ପର୍ବରେ ଯୁଦ୍ଧରେ ଜୟ କଲେ। 15 ପର୍ବରେ ଧାର୍ମିକ ଗଣନା କରାଗଲା। ଆକାଶର ତାରାମାନଙ୍କୁ ଦେଖାଇ ତାଙ୍କୁ ପ୍ରିୟ ଭାଇ ଭଉଣୀ 16 ପର୍ବରେ ତାଙ୍କ ସ୍ତ୍ରୀ ହାଗାର
चली जाउथिला दूत जाई ताकू धमक देई करी पाटको कडाई घरे छाड़ी के गले किटाई तर लोक यो प्रभु जांग भाई स्वर्ग दूत आसी जंदी घरे समाधान करिबा भाई ताकू घर को पठे जाउ जंदी से भली लोक सतर्क करे कहले धर्माचरण करी सिद्ध भावंतु मो भाविबा दरकार आपण भाविबा दरकार आमे बहुत भ्रमरे समस्त पड़ी जाउछु बहुत किछि भावना चिंता नाही बहुत भ्रमर करछु मनीष जेते धार्मिक हल मध्य मानविक दुर्बलता लुचि जाती थाए से दुर्बलता की प्रकार बाइबल में मिलो गोटे प्रकार कहबी आपन को मूसा जणे शक्तिशाली लोक तार बाड़ी को परमेश्वर कहले तळे पकाओ साप होला तार बाड़ी से साप को देखी डरी भाई पड़े कौन सामुएल समस्त मध्य जड़े शक्तिशाली भाववादी परमेश्वर पटेल जीसीर पुत्र मान मध्य जन को आमे राजा हेबा पई देखियो जो जाओ तुमे अभिषेक करो से कहले मते साउल सुनले बद भय अछि मो पाखरे किछि अछि आपन को पाखरे समस्त भाव किछि ना किछि सिद्ध करिवार वर्तमान समय वर्तमान से ट्राई देबाकू पड़िबो प्रिय भाई माने ए आ एटिके आसी मो कथा दीपद बाइबल दीपद जानि कहि नै पारे किंतु सिद्ध लगा आपण परिचालन कर नै पारंती सिद्ध लगा कौन सी अधिकार पाई पारंती किंतु सिद्धता लगा आउ सज्जित हो रखा लंबा करी बहुत प्रकार सज बहुत प्रकार सज्जित अवस्था युद्ध में परमेश्वर के सेवा में पुनी भद्रामी दृष्टि बड़ लोक मानकर साक्षात को जीवा बाहागर परमेश्वर राज्य मेषवंकर भार्या बाहागर बहुत प्रकार साजो सजाओ प्रिय भाई माने उदाहरण स्वरूप मौखिक भाव में कहबी न पढ़ा जेते बले जेल जोसेफ को पारो डकाई बटिले से सेमिति जाई ना हंदी कारागार रो वस्त्र परिवर्तन करी सजेबा को पड़िबो साधारण जेंटलमैन हिसाब रे जो सजेबा को पड़िबो एवरी ऑड वन काइंड ऑफ स्टाइल छाड़ दिंतु जहा को जेमती पोशाक जेमती सज दरकार सेमती ताठा अतिरिक्त हले मानिबोनी एडा प्रकृति कोछि जहा को तार योग्यता अनुसार तार शिक्षागत योग्यता अनुसार समाज रे प्रतिष्ठित हेबा अनुसार ताको को पोशाक दरकार सेही पोशाक चलिबो ताठा अतिरिक्त हले चलिबोनी ख्याल करि नांदी बोले कौन पूर्व लोक माने पुलपिट वॉइस पुलपिट फिगर पुलपिट लैंग्वेज फिगर थिबार अछि नाले वॉइस थिबार अछि पक्का लैंग्वेज ए सब सजैबा दरकार निजको जेमिति सेमिति चलुछि आपनकर श्रोता बंधु मानकर मत भूल अछि कोटा कहले मत ओके ओके बाहर छी नै केबे सब को कासिले छिंकले बहुत सब को ओके करी चलु जल्दी आपण निश्चय विपद रे पड़िबे लाइन को जाई परबी न कारण जे मीठा को पिता को मीठा करे हां के रही बड़ी बनाई
ଚିନ୍ତା କରନ୍ତୁ ଆଉ ସମାଧାନ ପାଇଁ ତାକୁ ଓଲଟେଇ ପାରିବେ ନାହିଁ। ଜୟ ପ୍ରଭୁ। ପ୍ରିୟ ଭାଇ ମାନେ ବିଳମ୍ବ କରିବିନି, ନିଜକୁ ସଜେଇବା ପାଇଁ ଯାତ୍ରା ପୁସ୍ତକ 28 ପର୍ବ 39-41 ଈଶ୍ୱରଙ୍କ ସେବା ନିମନ୍ତେ ପ୍ରଭୁ ତାଙ୍କ ଲୋକମାନଙ୍କୁ ସଜେଇବାକୁ ଚାହାନ୍ତି, ସୁନ୍ଦର କରିବାକୁ ଚାହାନ୍ତି ଆଉ ସଜେଇବାକୁ ଚାହାନ୍ତି। ଶୁଣନ୍ତୁ, ତୁମ୍ଭେ ଜାମାକୁ ପୂର୍ଣ୍ଣତାର ଶୁଭ୍ର ଖୋମ ବସ୍ତ୍ରରେ ଓ ପାଗକୁ ଶୁଭ୍ର ଖୋମ ସୂତ୍ରରେ ପ୍ରସ୍ତୁତ କରିବ। ପୁଣି କଟିବନ୍ଧନ ସୂଚି କର୍ମ ଦ୍ୱାରା ଚିତ୍ର ବିଚିତ୍ର କରିବ। ଆଉ ହାରଣର ପୁତ୍ରଗଣ ନିମନ୍ତେ ଜାମା ଓ କଟିବନ୍ଧନ ପ୍ରସ୍ତୁତ କରିବ। ଆଉ ସେମାନଙ୍କର ସ୍ତ୍ରୀ ଓ ସଭା ନିମନ୍ତେ ଶିରଭୂଷଣ କରିବ। ପୁଣି ତୁମ୍ଭ ଭ୍ରାତା ହାରଣର ଓ ତାହାର ପୁତ୍ରଗଣର ଦେହରେ ତାହା ସବୁ ପରିଧାନ କରାଇବ। ପୁଣି ସେମାନଙ୍କୁ ଅଭିଷେକ କରି ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବ। थैंक यू। ସ୍ତ୍ରୀ ବୋଲି ବୁଝନ୍ତୁ ନା, ସ୍ତ୍ରୀ ହଠାତ୍ ସେମିତି ଶୁଭିବ ଆପଣଙ୍କୁ। ହାରଣଙ୍କର ସ୍ତ୍ରୀ ଆଉ କଣ ଦରକାର? ଏହା ହେଲେ ସଜ୍ଜିତ ହେଇପାରିବ ମଣ୍ଡଳୀ। ସ୍ତ୍ରୀ ନାହିଁ, ଭାଇ ଭଉଣୀ ମାନେ, ମଣ୍ଡଳୀ କହିଲେ ଶ୍ରୀ ଓ ଶୋଭା, ପ୍ରଭୁଙ୍କ ଦାସ କହିଲେ ଶ୍ରୀ ଓ ଶୋଭା। ବସ୍ତ୍ରରେ କେବଳ ନୁହେଁ, ଅନ୍ୟାନ୍ୟରେ ଅଛି। କାଲି କହିଲି ମୁଁ ଆପଣଙ୍କୁ ବସ୍ତ୍ର ବିଷୟରେ କହିନାହିଁ, କେବଳ ପରମେଶ୍ୱରଙ୍କର ଏହି 7 ପ୍ରକାର ସୌନ୍ଦର୍ଯ୍ୟ ଅଧିଷ୍ଠାନ କରିବାର ଅଛି। ଆପଣଙ୍କୁ ଯେତେ ଷ୍ଟାଇଲ ମେଣ୍ଟେନାନ୍ସ କରି ଆସିଲେ ମଧ୍ୟ ପ୍ରଭୁ ପଚାରିବେ ନାହିଁ କି ହେରି ଦେଖିବେ ନାହିଁ। ଇଲିଆ ବିଷୟରେ କହିଲେ ସେ ତାକୁ ଆମେ ଅଗ୍ରାହ୍ୟ କଲୁ, ତାର ସୌନ୍ଦର୍ଯ୍ୟ ତ ଦରକାର ନାହିଁ, ତାକୁ ଆମେ ଅଗ୍ରାହ୍ୟ କଲୁ। ଭାଇ ଭଉଣୀ ମାନେ, ପରମେଶ୍ୱରଙ୍କ ସୌନ୍ଦର୍ଯ୍ୟକୁ ଟଚ୍ କରି ଗୋଟେ କଥା, ଝିଅ ସେ 5:2 କଣ କଣ ରେ ପରିଣତ ହେବ ଶୁଣନ୍ତୁ, ତା ଉପରେ ସବୁ କହିପାରିବିନି। ସେ ସମୟରେ ସଦାପ୍ରଭୁ ଜିମୋସିଆଙ୍କୁ କହିଲେ, ତୁମ୍ଭେ ଶିଳାର ଛୁରୀମାନ ନିର୍ମାଣ କରି ପୁନର୍ବାର ଦ୍ୱିତୀୟ ଥର ଇସ୍ରାଏଲ ସନ୍ତାନଗଣକୁ ସୁନ୍ନତ କର। ପୁନର୍ବାର ପୂର୍ଣ୍ଣ ରେଡି ଥରେ ନୁହେଁ। ପ୍ରିୟ ଭାଇ ମାନେ, ଥରେ ରୁଟି ଖାଇ ଆଉ ଥରେ ଶୋଇ ପଡିଲେ, ପୁନର୍ବାର ରୁଟି ଖାଇ ଶୋଇ ପଡିଲେ ନାହିଁ। ପୁନର୍ବାର ପ୍ରଭୁଙ୍କ ନିକଟବର୍ତ୍ତୀ ହେବାର ଅଛି। ଜୟ ପ୍ରଭୁ। ଶୁଣନ୍ତୁ ଆଜ୍ଞା, କଥାବାର୍ତ୍ତା କରନ୍ତୁ ନା ପ୍ଲିଜ। ମୁଁ ହାତ ଯୋଡୁଛି, ମୁଁ ଗୋଡ ଧରୁଛି, ବିଲକୁଲ କଥାବାର୍ତ୍ତା ବର୍ତ୍ତମାନ ନୁହଁ, କେବେ ବି। ଯେଣୁ ଯାଜକ ମାନଙ୍କର ଯାଜକୀୟ ବସ୍ତ୍ର ବିହୁନେ ସଜ୍ଜିତ କେବେ ହେଇପାରିବ ନାହିଁ। ଯାଜକ ମାନଙ୍କର ଶ୍ରୀ ଶୋଭା ଦରକାର। କାଲି ମୁଁ କହିଲି ଆପଣଙ୍କୁ, ସେମାନଙ୍କୁ ଯାଜକ ମାନଙ୍କୁ ରାଜସଭା ବୋଲି କୁହାଯାଏ। ଏହି ସଭା ଦରକାର। ମଣ୍ଡଳୀ ଏବଂ ନୂତନ ନିୟମର ଯାଜକ ମାନେ, ପ୍ରିୟ ଭାଇ ଏବଂ ଭଉଣୀ ମାନେ, ପରମେଶ୍ୱରଙ୍କର ଅନୁଗ୍ରହର ସୌନ୍ଦର୍ଯ୍ୟ, ପରମେଶ୍ୱରଙ୍କର ଆଶୀର୍ବାଦର ସୌନ୍ଦର୍ଯ୍ୟ, ଆତ୍ମାଙ୍କର ଆବିର୍ଭାବ ନିଶ୍ଚୟ ଦରକାର। ପ୍ରଭୁଙ୍କ ନାମରେ ଜୟ ହଉ। କେବଳ ତାହା ନୁହେଁ, ଆଜି ବସ୍ତ୍ର କଥା ଗୋଟେ ଲାଇନ କହି ଆସିବି ଆପଣଙ୍କୁ। ଯେଣୁ ପରମେଶ୍ୱରଙ୍କ ଲୋକମାନଙ୍କୁ ପରମେଶ୍ୱର ବିଭୂଷିତ କରନ୍ତି, ଏମିତି ସଜାନ୍ତି ଯେ ବିଭୂଷିତ କରନ୍ତି। କାହିଁରେ ବିଭୂଷିତ ଦରକାର ଶୁଣନ୍ତୁ, 149 ଗୀତ ସଂଗୀତାର 4 ହବ। ଦୁଇ ଜଣଙ୍କ ଠାରୁ ମାଉଥ କାଢି ଦିଅ। କାହାକୁ ହେଲେ କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି, ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ। ପରିତ୍ରାଣରେ ସୁଶୋଭିତ ବସ୍ତ୍ର କେବଳ ନୁହେଁ, ପରିତ୍ରାଣରେ ବା
बापा माँ भाई भौणी माने जदि आपण परित्राण पाई नाहंदी केते क्षमता पांदो केते अधिकार पांदो मालिया सब किछि काम 40 वर्ष ऊर्ध मु बक्ता ही परित्राण जदि हराई पाई नहीं किछि पाइबे नहीं आपणकर ठारू अधिक दंड मो पाई परित्राण रे परमेश्वर तांग लोक मानकु सजांती सुशोभित करंती प्रिय भाई बहन माने केतरा बाहागर को बर मान को ड्रेस मो हाथ दियंती काहे की दियंती जानछंती काले बर ड्रेस को बाछिबो बेले आमे ओडुआरे पड़ जिवो तेणु परीक्षा आज्ञा को भेटे देवा से चाल करंदी एमिति केते करी आसी आसी गोटे गोटे कथा कहिबी खराब कथा न तार सांग दी तीनटा अछंती एमती कर देखुचंदी ड्रेस हो जाओ टाई पिंदिले बेलकु का को जणा नै टाई पिंदे बेल साथी मन को समस्त आली आ जाउचंदी मोर कहिबार कथा होची बोर को सजैबार जणा नाही कि निजे मते पिंदिबार जणा नथि पारही पिंदैबार जानि रखंदो सजैबार बहुत कष्ट छियो पिला माने कन्या को सजंती ओ 2-3 घंटा मंडली जगी जगी विरक्त हो जाउचंदी मु आ पशुची मु गुंडागिरी हे पशुची ए पिला तुम छाड़ब ना नहीं से को देखुची जे मेहंदी बोली देउचंदी चित्रिका परी आज छाड़बे झियो मन है छाड़ब समस्ते ए बुद्धि छाड़ सुंदर मुह को आउ गार गार कंकड़ा गोड़ पर आउ गोटे कौन बिछा बिछा कंकड़ा पड़ी छाड़ी दियंतु एमिति सजन रे परित्राण रे परमेश्वर सुंदर करिवे आपनकु मते कारण 132 गीत संगीतार 9 आ 16 तुमरा जाजक माने धर्म रूप वस्त्र परिहित हेतु गोटे मिनिट परमेश्वर सजेबे तांको लोक मानकु परित्राण सुशोभित करिवे धर्म रूप वस्त्र धर्म रे मु काली कहली आपनकु धर्म रो सौंदर्य जेबे धर्म अधिष्ठान करिवो जेबे धर्म अवलंबन करिवो तेबे परमेश्वरंकर गोटे सुंदर लोक 18-16 पद आम्भे ताहार जाजक गणको ही त्राण रूप वस्त्र पिंधाइबा ओ ताहार सद्भक्त माने आनंदरे उच्च ध्वनि करिवे प्रिय भाई एवं भरी माने परमेश्वर सजाइबे किए निजे सजाड़ी है पारिबे नाही ए मंडली सज्जिता मंडली कहले परमेश्वर सजाइबे कौन कौन उपादान आमे जानि कौन पिंधेबे आमे जानि चिन्नारे गोटिए गोटिए देखेले जाई जानते समझ देखो बड़ बड़ मंडली लोक माने भी मुख्य लोक माने भी होचंदी मुख्य लोक मानक मध्य सुद्धा जाई प्रथमे पवित्र बाइबल देखे देबे लास्ट को कौन आईब्रो लिपस्टिक माने कौन उठले बेटा ना उठले उठ कथा जानते कि सबूरे गाधेला महिला पार उठर के केबे नहीं टेस्ट कर उठ को प्रभु एमती पेस्ट लगे देइचंदी केबे महिला बसिबो नाही सब जगह महिला बसिबो नख भीतर महिला बसि जइतबो किंतु दीटा उठरे बसिबो ना ताकू बेरंग करिबा पई अन्य रंग करिबा पई आपण तेणु ଏହା परमेश्वरଙ୍କ ଆଡୁ ସଜ୍ଜିତ ରୁହେ ପରିତ୍ରାଣର ବସ୍ତ୍ରରେ
ପରିତ୍ରାଣରେ ସୁଶୋଭିତ କରିବେ। ଜଣେ ପରିତ୍ରାଣ ପାଇଲେ ତାର ଚାହାଣୀ ତାର ଭାବ ଭଙ୍ଗୀ ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ସେଇ ଝିଅ ବାରୁଛି ସେଇ ମଣ୍ଡଳୀ ବାରୁଛି। ଆମ ମଣ୍ଡଳୀର ପରିତ୍ରାଣ ମାନଙ୍କର ଲୋକମାନଙ୍କର ସଂଖ୍ୟାରେ একজোট হব। এটা হচ্ছে মন্ডলীর প্রকৃত রীতি। পরিত্রাণ প্রাপ্ত লোকମାନଙ୍କ দ্বারা মন্ডলী দিনକୁ ଦିନ ସଂଖ୍ୟାରେ ବଢିବାକୁ ଲାଗେ। ପ୍ରିୟ ଭାଇ ଭଉଣୀ, ଏବେ ଚମଡ଼ା ପଶୁ ପଶୁ ଜଣେ ଢଳି ଯାଉଛି, 2 ଜଣ ଧରିଛନ୍ତି ତାକୁ। ତାକୁ ହେତୁ ନାହିଁ, କୁଆଡ଼େ ଆସିଛି? ସବାକୁ ଆସିଛି। ଛାଡ଼ନ୍ତୁ, ଏମିତି ଲୋକମାନେ ସେମିତି ହଉଥିବେ ହଉଥିବେ, କିନ୍ତୁ ଲାଷ୍ଟ ବିଚାର ପରମେଶ୍ୱରଙ୍କର କ'ଣ? ଯେଉଁ ଜନ ଅସୁଚି ସେ ଆହୁରି, ଯେଉଁ ଜନ ଅସୁଚି ଛାଡ଼ିଦେବାର ସମୟ ଆସିଛି। କେତେ ସଭା ସମିତି କଲେ, କେତେ ବାହାର ବିଦେଶରୁ ସ୍ୱର୍ଗରୁ ବକ୍ତା ଆସିଲେ ମଧ୍ୟ କାମ ଦେଇ ପାରିବ ନାହିଁ, ମନ ପରିବର୍ତ୍ତନ ହେଇପାରିବ ନାହିଁ। ଶୈତାନ ଭିଡ଼ିବାକୁ ଚାହୁଁଛି ବେଳକୁ ବେଳ। ପୁଣି ଶୁଣନ୍ତୁ, ସଜ୍ଜିତ ହେବା ପାଇଁ ଆହୁରି କ'ଣ ଉପାଦାନ ଅଛି? ଆଇବ 29 ପର୍ବର 14। ମୁଁ ଧର୍ମ ପରିଧାନ କଲି ଓ ତାହା ମୋତେ ପରିଧାନ କଲା। ମୋହର ଯଥାର୍ଥତା ଆବରଣ ବସ୍ତ୍ର ଓ ମୁକୁଟ ସ୍ୱରୂପ ଥିଲା। ଯେଣୁ ଏହା ହେବା ଦରକାର ପ୍ରିୟ ଭାଇ ମାନେ, ଧର୍ମକୁ ଆମେ ପିନ୍ଧିବାର ଅଛି। ଆମକୁ ଧର୍ମ ପିନ୍ଧିବାର ଅଛି। ଏହା ହଉଛି ବାଇବେଲିକାଲ ଆଧ୍ୟାତ୍ମିକ ସୁସଜ୍ଜିତର ମର୍ମ। ମାନେ ପିନ୍ଧୁଛୁ ଆମେ, କୋଉଟା ହେଉଛି କୋଉଟା ପିନ୍ଧିଲା ବେଳକୁ ବୋତାମରେ ଖାଜା ଲାଗୁ। ପିଲାମାନଙ୍କୁ ଟେଲର ତନ୍ଦ୍ରାରେ ଖାଜା ଗୁଣ୍ଡି ମାର, ସେମାନେ ସାନ ସାନ କରି ସେଇଭଳିଆ ପୋଷାକ ପିନ୍ଧିଲା ବେଳକୁ ଭାରି ବିଜାର ହେଉଛି। କୋଉଠି ଖାଜା କଟା ହେଇ ନଥିବ, ସମୟ ନଥିବ। ତେଣୁ ପରମେଶ୍ୱର ଆପଣଙ୍କ ପାଇଁ କୋଉଟା ସେଇଟା ପ୍ରଦାନ କରିବେ, ତାକୁ କୁହାଯାଏ ଈଶ୍ୱର ଦତ୍ତ ସମସ୍ତ ସଜ୍ଜା। ମୁଁ ଦେଖେଇବି ପରିଧାନ ଈଶ୍ୱର ଦତ୍ତ ହେବାର ଅଛି ମୋ ପାଇଁ, ଆପଣଙ୍କ ପାଇଁ। ପ୍ରିୟ ଭାଇ ଭଉଣୀ, ଧର୍ମ ପରିଧାନ କରୁ ଆମକୁ, ଆମେ ପରିଧାନ କରିବୁ ଧର୍ମକୁ। ଯଥାର୍ଥିକତା ବସ୍ତ୍ର ତୁଲ୍ୟ ହେଉ। ପୁଣି ଶୁଣନ୍ତୁ, ଏସବୁ ବସ୍ତ୍ରକୁ ଟିକେ ଆଗକୁ ନେଲା ପରେ କହିବି ଆଉ କ'ଣ ପରିଧାନ କରିବାର ଅଛି। ଯିଶାୟା 13 ପର୍ବର 18 ପର୍ବର 23 ପଟ ତଳକୁ ଟିକେ ଆସିବ ସେ କଥା। 23 ସରି। ଆଉ ତାହାର ବାଣିଜ୍ୟ ଓ ଭୋଡ଼ା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। ତାହା ଭଣ୍ଡାରରେ ରଖା କି ସଞ୍ଚୟ କରାଯିବ ନାହିଁ, କାରଣ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ବାସ କରନ୍ତି ସେମାନଙ୍କର ଯଥେଷ୍ଟ ଭକ୍ଷ୍ୟ ଓ ଚିରସ୍ଥାୟୀ ବସ୍ତ୍ର ନିମନ୍ତେ ତାହାର ବାଣିଜ୍ୟ ହେବ। ଯେଣୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ ଯେଉଁମାନେ ବସିଲେ ଉଠିଲେ ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହେବେ, ସେମାନଙ୍କର ବସ୍ତ୍ର ସ୍ଥାୟୀ ବସ୍ତ୍ର, ଚିରା ଯିବ ନାହିଁ, ନଷ୍ଟ ହେବ ନାହିଁ। ସେଇ ବସ୍ତ୍ରରେ ବସ୍ତ୍ରାନ୍ବିତ କରିବା ପାଇଁ ପ୍ରଭୁ ଚାହୁଁଛନ୍ତି, ସଜ୍ଜିତ କରିବା ପାଇଁ ପ୍ରଭୁ ଚାହୁଁଛନ୍ତି। ଶୁଣନ୍ତୁ ପୁଣି ଆଉ କ'ଣ ଚାହୁଁଛନ୍ତି? ହିତୋପଦେଶ 4 ପର୍ବର 7-9 ଟିକେ 8-9 କଥାଟା ଅଛି। ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଆଉ ଏଣୁ ଜ୍ଞାନ ଲାଭ କର। ଆଉ ଶୁଣନ୍ତୁ, ପୁଣି ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର, ତାହାକୁ ଶିରଧାର୍ଯ୍ୟ କର, ତହିଁରେ ସେ ତୁମ୍ଭକୁ ଉନ୍ନତ କରିବ। ତାହାକୁ ଆଲିଙ୍ଗନ କଲେ ସେ ତୁମ୍ଭକୁ ସମ୍ଭ୍ରାନ୍ତ କରିବ। ସେ ତୁମ୍ଭ ମସ୍ତକରେ ଅନୁଗ୍ରହ ରୂପ ଭୂଷଣ ଦେବ ଓ ସେ ତୁମ୍ଭକୁ ସଭାର ମୁକୁଟ ଅର୍ପଣ। ଯେଣୁ ବସ୍ତ୍ର ବାଦେ ପ୍ରିୟ ଭାଇ ଭଉଣୀ ମାନେ ଜ୍ଞାନ ଯେବେ ଅର୍ଜନ କରୁ, ଈଶ୍ୱରୀୟ ଜ୍ଞାନ ଯେବେ ପାଉ, ତାହା ଆପଣଙ୍କର ମସ୍ତକର ଭୂଷଣ ରେଡି କରିବା ପାଇଁ, ସଜ୍ଜା ବନାଇବା ପାଇଁ, ତିଆରି କରିବା ପାଇଁ ଈଶ୍ୱର ଦତ୍ତ ଜ୍ଞାନ ଯେବେ ଅଧିଷ୍ଠାନ କରିଛି, ତାହା ଗୋଟେ ମୁକୁଟ ସ୍ୱରୂପ। ପୁଣି ଶୁଣନ୍ତୁ 19 ପର୍ବର 11 ହିତୋପଦେଶ
ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧ କରିବାରୁ ଧୀର କରେ, ପୁଣି ଦୋଷ ଛାଡ଼ିଦେବାର ତାହାର ଭୂଷଣ। ମନୁଷ୍ୟର ଭୂଷଣ କୋଉଟା? ଦୋଷ ଛାଡ଼ିବାଟା ଅଛି। ବୋଲ ପାପ ଦୋଷ ଯାହା ଜଣଙ୍କ ବିରୁଦ୍ଧରେ ଅଧିକ ଚର୍ଚ୍ଚା ଆମେ କରୁଛୁ, ଭଲ ପାଉନୁ, ହୃଦୟରେ ଆମର ପ୍ରକୃତ ପ୍ରେମ ନାହିଁ, ଏ ଦୋଷରେ ଦୋଷୀ ନ ଛାଡ଼ିଲେ ଆପଣଙ୍କର ଭୂଷଣ ଭାବ କିଛି ଦରକାର ନାହିଁ। ନିଜକୁ ସୁନ୍ଦର ବନେଇବା ପାଇଁ କିଛି ଦରକାର ନାହିଁ, କିଛି ଚାହିଁବା ଦରକାର ନାହିଁ, ଜାଗତିକ ବିଷୟ କିଛି ଦରକାର ନାହିଁ, କିଛି ଦରକାର ନାହିଁ ବୋଲି ଜାଣିବା ଶୁଣିବା କଥା ଗୋଟେ ଓରାଲି କହିବି ଆପଣଙ୍କୁ। ଏଷ୍ଟର ରାଣୀ ହେବା ପାଇଁ ସବୁ କନ୍ୟା ରେଡି ହଉଛନ୍ତି। ଏଷ୍ଟର ସୁନ୍ଦର ଅଛି ସତ, କିନ୍ତୁ ତା ବାଦ ଯାହା ଯାହା ଦରକାର, ଯାହା ହେଗୋଙ୍କ ଦ୍ୱାରା ଦତ୍ତ ହେଲା ତାହା ଛଡା ଅଧିକ ସେ କିଛି ମାଗିଲା, କିନ୍ତୁ ସବୁ ଝିଅ ମାନେ ଯାହା ଚାହିଁଲେ ତାହା ମାଗିପାରିଲେ, ଦିଆଯାଇପାରିବ ଏଭଳି ଅଛି। କିନ୍ତୁ ଏଷ୍ଟର ଯାହା ଦତ୍ତ ତାହା ଆଉ କିଛି ଦରକାର ନାହିଁ। ଲେଖା ହଉଛି ତଥାପି ଏଷ୍ଟରକୁ ସମସ୍ତେ ହେଗୋ ଦୃଷ୍ଟି ଅନୁଗ୍ରହ, ସର୍ବସାଧାରଣ ଦୃଷ୍ଟି ଅନୁଗ୍ରହ, ରାଜାଙ୍କ ଦୃଷ୍ଟିର ଅନୁଗ୍ରହ। ବହୁତ ପୋଷାକ ନଥିଲେ ମଧ୍ୟ, ସାଜସଜା ନଥିଲେ ମଧ୍ୟ ପରମେଶ୍ୱରଙ୍କ ପ୍ରତି ଭୟ ଆଉ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ। ତେଣୁ ପ୍ରିୟ ଭାଇ ମାନେ, ଏହା ହଉଛି ଜରୁରୀ ଅଟେ। ପୁଣି କହିବି ଆପଣଙ୍କୁ, ଯିଶାୟା 61 ପୂର୍ବବର୍ତ୍ତୀ ସିଓନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍ ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର। ଥ୍ୟାଙ୍କ ୟୁ ଝିଅ। ପ୍ରଶଂସାରୂପ ବସ୍ତ୍ର ପରମେଶ୍ୱର ପ୍ରଦାନ କରିବେ ତାଙ୍କର ମଣ୍ଡଳୀକୁ ସଜେଇବା ପାଇଁ। ଈଶ୍ୱରୀୟ ପ୍ରଶଂସା, ମନୁଷ୍ୟର ପ୍ରଶଂସା ବୋଲି କିଛି ନଥିଲେ ମଧ୍ୟ ଥିଲା ପରେ ମତେ ଯେବେ ଧନ୍ୟବାଦ ଦେବେ, କିଛି ନଥିଲେ ମଧ୍ୟ ଥିଲା ପରେ ଆଜ୍ଞା ଏମିତି ଲୋକ ସେମିତି ଲୋକ ସେମିତି ଲୋକ ବୋଲିଦେବେ। ପରମେଶ୍ୱର ଯାହାର ପ୍ରଶଂସା କରିବେ, ପ୍ରିୟ ଭାଇ ମାନେ, ସେଇ ପ୍ରଶଂସାର ବସ୍ତ୍ର ଯେତେବେଳେ ପ୍ରଦାନ କରିବେ, ସେତେବେଳେ ମଣ୍ଡଳୀ ସଜ୍ଜିତ ହବ। ନୂତନ ନିୟମକୁ ଯିବାକୁ ଜରୁରୀ। ତଥାପି ଜିଖରୀୟ 3 ପର୍ବର 4-5 ପରମେଶ୍ୱର ତାଙ୍କ ଲୋକମାନଙ୍କୁ ଏଥିରେ ଦୂତ ଆପଣ ସବୁ ଭଳି ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, ଏହାଙ୍କ ଠାରୁ ମଳିନ ବସ୍ତ୍ର କାଢି ନିଅ। ପୁଣି ତାଙ୍କୁ ସେ କହିଲେ, ଦେଖ, ଆମ୍ଭେ ତୁମ୍ଭର ଅଧର୍ମ ତୁମ୍ଭଠାରୁ ଦୂର କରାଇଲୁ ଓ ଆମ୍ଭେ ତୁମ୍ଭକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା। ସେତେବେଳେ ମୁଁ କହିଲି, ଥ୍ୟାଙ୍କ ୟୁ ଝିଅ। ବହୁମୂଲ୍ୟ ବସ୍ତ୍ର ପରମେଶ୍ୱର ପିନ୍ଧାଇବେ ତାଙ୍କ ଲୋକମାନଙ୍କୁ ସଜ୍ଜିତ କରିବା ପାଇଁ। ମଳିନ ବସ୍ତ୍ରରେ ସଜ୍ଜିତ ହେଇପାରିବ ନାହିଁ। ଯେବେ ଆମର ଲାଇଫ ମଳିନ ବସ୍ତ୍ର ତୁଲ୍ୟ ହେଇଯାଇଛି, ଆମେ ଶକ୍ତି ଅନୁଭବ କରିପାରୁନାହୁଁ। ପବିତ୍ର ଆତ୍ମାଙ୍କର ଶକ୍ତିକୁ ଅନୁଭବ କରିପାରୁନାହୁଁ। ଏହା ପ୍ରତିକାର କରି ପ୍ରଭୁ ଆଜି প্রিয় ভাই ভଉଣୀ ମାନେ ପେଣ୍ଡାଲ ତଳେ ଯେବେ ଆପଣ ସମର୍ପଣ କରିବେ ନିଜକୁ, ଆଜି ଆପଣଙ୍କୁ ବହୁମୂଲ୍ୟ ବସ୍ତ୍ର ପରିଧାନ କରିବେ। ସେହି ବସ୍ତ୍ର ହିଁ କହିବି ମୁଁ ଆପଣଙ୍କୁ। କାରଣ ଯାହାକୁ ଭୂତ ଲାଗିଥିଲା, ଜଞ୍ଜିରରେ ବନ୍ଧା ଯାଉ ପାରି ନଥିଲା, ସେ ଛିଣ୍ଡାଇ ଦେଉଥିଲା। ମାତ୍ର ଯୀଶୁ ଯେତେବେଳେ ଚାହିଁଲେ ତାଙ୍କୁ ଭଲ ମନରେ ଲୁଗା ପିନ୍ଧି ଯୀଶୁଙ୍କ ସଙ୍ଗେ परमेश्वर सच्ची जितेबले भूत चलो, शैतान चलो, मंदात्मा चली जीव, भ्रांत शक्ति चली जीव, कठिनता चली जीव, सेतेबेले प्रभु ठारे रही पारिबे। कहबी आपनको जनसरा कथा पढ़े समय नष्ट करबी। माथ्यू 22 पर्व पढ़ंतु नहीं, 22 पर्व 11-13 विवाह वस्त्र दरकार सज्जित हेबा भाई, मंडली सज्जित हेबा भाई, टंका पैसार भाव बटुआ देखांतु नहीं, संख्यार बटुआ देखाई परिबा नहीं, टंका पैसार बटुआ देखाई परिबा नहीं। मंडली प्रभु रहिबा परिबा बटुआ देखाई दरछि। प्रभु आम संगरे
केंती झील को परमेश्वर कहले वर्जित वस्तु न बाहर गले आमे तुम संग देखो चिंता कर वर्जित वस्तु पर्सनाली जदि अच्छी प्रभु आपन संग रहिबे मो संग रहिबे भाई भोनी माने ए आउजी सुसज्जित मंडली कौन सी धर्म र धन संपत्ति रे आमे निर्भर करि परिबा नै गर्व करि परिबा नै प्रभु गोटा धन रो अभाव नै टंकार अभाव आमे जबे समर्पण छु आमे जबे ठीक छु पैसा पाई पागल हो दरकार नै पैसा आपनकर पछे हम पछे आमे जीसुक पछे छु जदि पैसा आपनकर पैसा को प्रभु को लोकों को छोड़ा आउ किछि रास्ता नहीं आगरु टंकाटी छसुका 2 टंका रविवार चंदा मु देखिछि वर्तमान आज्ञा लक्ष लक्ष आखि पूजा मंडली खर्च करि पारुछि देखंतु ओकादर रे किछि वर्ष हला बिना पिज रे खाद्य जनसमूह को चारि ओली खाइबा को देबे तरंगडार 12टी कर प्रेज द लॉर्ड प्रभु को धन्यवाद जे परमेश्वर टंका पैसा ऊपर निर्भय दान करजोंदी किंतु हमको दरकार ईश्वरीय वस्त्र दरकार प्रिय भाई बहन माने से ही वस्त्र रे वस्त्रान्वित हेबा पई रोमी 13 पर्व पुणी 11 ରୁ 14 शेष पर्यंत एबे तुमମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଉପସ୍ଥିତ ଏକ ଜାଣି ଏହି ସବୁ କର କାରଣ ଆତ୍ମମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆତ୍ମମାନଙ୍କର ଅଧିକ ସନ୍ନିକଟ କେବେ ବିଶ୍ୱାସ କରୁଛନ୍ତି ଆପଣ ଛାଡ଼ନ୍ତୁ ଆଜି ପରିତ୍ରାଣର ଦିନ ଆଜି ପରିତ୍ରାଣ ଗ୍ରହଣ କରିବାର ଅଛି ରାଜାଙ୍କୁ ଗ୍ରହଣ କରିବାର ଅଛି ସମର୍ପଣ କରିବାର ଅଛି ଶୁଣନ୍ତୁ ତଳେ ରାତ୍ରି ପାଖତା ହେଉଛି ଦିବସ ସନ୍ନିକଟ ଅତଏବ ଆସ ଆମ୍ଭେମାନେ ଅନ୍ଧକାରର କର୍ମ ସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ ରଙ୍ଗରସ ଓ ମତତାରେ ଲମ୍ପଟତା ଓ କାମକତାରେ ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବସ୍ତ୍ର ରୂପେ ପରିଧାନ କର ଆଉ କୁ ଅଭ୍ୟାସ ଉଦ୍ରେକ କରିବା ସକାଶେ मुख्य विषय होची जीसुंको परिधान प्रेज द लॉर्ड केमिनि विषय प्रिय भाई मन माने प्रभु को ग्रहण करिबा सिना संभव परिधान करिबा केमिति हेई पारे अर्थात वस्त्र परिधान कले मो ऑपरेशन लोक मो छाती रे आडुआ काटा हिची किंतु मो वस्त्र परिधान करिबारु देखा जाओ जेते अपराध सेते पाप थाओ जेबे जीसु को परिधान करचंदी केते घृणित होंदो जेबे जीसु को ग्रहण करिवे तबे नुआरे आपन को अन्य रूप रे आपन को देखि परबे ए आउजी प्रिय भाई माने प्रभु को परिधान द्वितीय कोरिन्थी 5 पर्व 2 स्कोर को प्रकार संजीत हवा को पड़िबो मंडली सुनो तो जेणु आम्भेमाने तो आम्भमानक स्वर्गीय गृह रूप वस्त्र रे परिहित हेबाको थैंक यू स्वर्गर घर र वस्त्र रे स्वर्गर गृह रूप वस्त्र अर्थात स्वर्गर घर र सुख आनंदता स्वच्छंदता आपन को देखले लोक जना पड़ू तेबारे जेणु स्वर्ग राज्य भोजन पान नुहे पवित्र आत्मा गोठार आनंद शांति जेबे अछि आपन गदा करे स्वर्ग राज्य कले तुम अंतर रे स्वर्ग राज्य अछि ए आउती परिधान प्रिय बाबा मां भाई बहन माने ए आउती परिधान जारी रखंतु तापर मु कहबी आपन को एफएसी 4 पर्वर 21 24 तो तुम्हारी को ताहाको विषय सुनियछ
ପୁଣି ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ। ଆଉ ଫଟାଫଟ ପଢେ ତଳ ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ ଯେ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି ତାହାକୁ ପରିତ୍ୟାଗ କରିବାକୁ, ପୁଣି ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ ଯେଉଁ ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟି ହୋଇଅଛି ତାହା ପରିଧାନ କରିବାକୁ ଶିକ୍ଷିତ ହୋଇ ପ୍ରେଜ୍ ଦ ଲର୍ଡ। ନୂତନ ସ୍ୱଭାବ ଈଶ୍ୱରଙ୍କ ପ୍ରତିମୂର୍ତ୍ତି ରହସ୍ୟ। ପ୍ରିୟ ଭାଇ ଭଉଣୀ ମାନେ, ନୂତନ ସ୍ୱଭାବ, ସେଇ ସ୍ୱଭାବ ପୂର୍ବ ଲୋକମାନେ କହିଛନ୍ତି ସବୁ ପରିବର୍ତ୍ତନ ହବ, ସ୍ୱଭାବ ପରିବର୍ତ୍ତନ ହେବ ନାହିଁ। ମଲେ ମରିବେ ସିନା, ସ୍ୱଭାବ ପରିବର୍ତ୍ତନ ହେବ ନାହିଁ। ସ୍ୱଭାବ କଣ୍ଟ୍ରୋଲ ହୁଏ, ବୁଝିଲେ ଆଜ୍ଞା, କଣ୍ଟ୍ରୋଲ ହୁଏ। ସେଥିପାଇଁ ପରମେଶ୍ୱର ହୃଦୟକୁ କହିଲେ ଆମ୍ଭେ ତୁମର ପ୍ରସ୍ତରମୟ ହୃଦୟ କାଢି ଚେଞ୍ଜ ହେବାର ଅଛି, ହେଲେ ଯେ ନହେଲେ ଦମନ ହେବାର ବହୁତ କଷ୍ଟ। ତେଣୁ ପ୍ରିୟ ଭାଇ ଭଉଣୀ ମାନେ, ସବୁ ଜାଗାରେ ଆମେ ଠିକ ଠାକ ଗୋଟେ ମଣ୍ଡଳୀର ସିଧା କଥା କହିବି, ମଣ୍ଡଳୀର ବୈଠକ ଯେତେବେଳେ ବସିବ ଆମେ ସମସ୍ତେ ସିଂହ ସାଜୁଛୁ ନା ନାହିଁ? ବୈଠକ ବସିବ, ଏକ୍ଜିକ୍ୟୁଟ ହେବ, ଆମେ ସମସ୍ତେ ସିଂହ ପାଲଟି ଯାଉଛୁ। କଣ ଏଟା କଣ ସଚିତ ମଣ୍ଡଳୀ? ଶୃଙ୍ଖଳା ସେଠି ବି ରକ୍ଷା କରିବାକୁ ପଡିବ, ଶାନ୍ତି ସେଠି ବଜେଇବାକୁ ପଡିବ। ପାରିଲେ ମଣ୍ଡଳୀଙ୍କ ଶୃଙ୍ଖଳା ସେଠି ରକ୍ଷା କରନ୍ତୁ, ସେଠି ବଜାନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ, ଏହା ନିଶ୍ଚୟ ନୂତନ ସ୍ୱଭାବ ପରିଧାନ ନ କଲେ ମଣ୍ଡଳୀ ସଜ୍ଜିତ ନୁହେଁ। କଲୋସୀ 3:10-12। ସେଥିର ସମସ୍ତ କର୍ମ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିଅଛ। ସେହି ନୂତନ ସ୍ୱଭାବ ଆପଣା ସୃଷ୍ଟିକର୍ତ୍ତାଙ୍କ ପ୍ରତିମୂର୍ତ୍ତି ଅନୁସାରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତି ନିମନ୍ତେ। Thank you. ନୂତନ ସ୍ୱଭାବକୁ ଯଦି କେହି ପରିଧାନ କରିଛି, ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେବ, ସେହି ଈଶ୍ୱରୀୟ ଜ୍ଞାନ, ନହେଲେ ସମ୍ପୂର୍ଣ୍ଣ ହେଇପାରିବନି। ମୁଁ ଦେଖେ ବୁଢା ହେଇଗଲାଣି, ବାଡ଼ି ଧରି ଚାଲୁଛି, ନାହିଁ ମୋର ଶକ୍ତି ନାହିଁ। ଦେଖୁଛି ଆପଣଙ୍କୁ, କେତେ ବର୍ଷ ହେଲା ମୁଁ ଦେଖୁଛି, ବହୁତ ଲୋକ 99% ଲୋକ ଯେମିତି ସେମିତି କର୍ମକର୍ତ୍ତା ହୁଅନ୍ତୁ, ଯାହା ହୁଅନ୍ତୁ, ତାହା ପରିଧାନ ନୁହେଁ, ତାହା ସଜ୍ଜିତ ନୁହେଁ। ପ୍ରିୟ ଭାଇ ଭଉଣୀ ମାନେ, ଅନ୍ୟ ପ୍ରକାର ଜିନିଷ ରହିବାର ଅଛି ଆପଣଙ୍କୁ ମୋ ପାଖରେ। 12 ଅତଏବ ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତା ପରିଧାନ କର। ଯେଣୁ ପରିଧାନ ସଜ୍ଜିତ କାହିଁରେ ସଜ୍ଜିତ ହେବ? ଆଉ ପଡମା କଣ ମୁଁ ଗୋଟେ କହିଲେ ତଳକୁ ଯିବ ଜଲ୍ଦି। ଅତଏବ ଈଶ୍ୱରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କମଳ ହୃଦୟ ଦରକାର, ଦୟା ଥାଉ, ନମ୍ରତା, ନିର୍ଦୟ ବ୍ୟବହାର କାହାକୁ ଆମେ କରିବା ନାହିଁ, ନମ୍ରତା ଥାଉ, ମୃଦୁତା, ଆହୁରି ମୃଦୁତା। ଯାକୁବ ମୃଦୁ ମନୁଷ୍ୟ, ତମ୍ବୁବାସୀ, ଅର୍ଥାତ୍ ଏରା ଭଲ ଅଛୁ? ହଁ ଭଲ ଅଛି ଆଜ୍ଞା, ଭଲ ଅଛି, ଏମିତି ନୁହଁ କି ଭଲ ଅଛ, ଭଲ ଅଛି, ସେ ଅନୁସାରେ ଉତ୍ତର ଦେବାର ଅଛି। ପାଠ ପଢୁଛୁ ଆଜ୍ଞା, ପଢୁଛି, এটা ଟିକେ ଢିଲା ଅଛି, ୱାଚ୍ ବେଲ୍ଟ ଟିକେ ହଲେଇ ସାଇଜ୍ କରି ପଢୁଛି ଆଜ୍ଞା, একদম ঠিকঠাক ଥିବାର ଅଛି, নম্রতার উত্তর দেবার ଅଛି। এটা হচ্ছে মৃদুতা ମୋ ପାଇଁ, ଆପଣଙ୍କ ପାଇଁ। তারপরে অনেক সময় সহিষ্ণু অভাব ଅଛି ଆମକୁ। ଆପଣ ସେ ମଣ୍ଡଳୀକୁ କହିବ, ଶ୍ୟାମକୁ କହିବ, ଚାଲ ତାକୁ ଧର। What is this ଆଜ୍ଞା? କଣ ଏ? କଣ ପରିଧାନ କରିଛୁ? ଅଛି କି ଦୀର୍ଘ ସହିଷ୍ଣୁତା? 14 ଆଜ୍ଞା, କଲୋସୀ 3:14। ଆଉ ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର,
ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ। ଯେଣୁ ଏ ସମସ୍ତ ଉପରେ ଗୋଟିଏ ପରେ ଗୋଟିଏ ସବୁ ପିନ୍ଧିଲା ପରେ, ଭୂଷଣ ପରେ ଭୂଷଣ, ବସ୍ତ୍ର ପରେ ବସ୍ତ୍ର ପିନ୍ଧିଲା ପରେ, ଜ୍ଞାନର ମୁକୁଟ ପିନ୍ଧିଲା ପରେ, ଆଉ ଗୋଟେ କହିବି ଯିଶାୟ 35:10, ଜୟ ପ୍ରଭୁ। ପୁଣି ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ ଓ ଗାନ କରୁ କରୁ ସିଓନରେ ଉପସ୍ଥିତ ହେବେ ଓ ନିତ୍ୟସ୍ଥାୟୀ ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ଯେଣୁ ସବୁଦିନ ପାଇଁ ଯୋଉ ଆନନ୍ଦ ରହିବ ତାହା ହଉଛି ପରିତ୍ରାଣର ଆନନ୍ଦ, ମସ୍ତକର ଭୂଷଣ ହେବ। କେହି ହରଣ କରି ନେଇ ପାରିବେ ନାହିଁ। ଆମେ ଯେବେ ଠିକ ଅଛୁ, ପ୍ରଭୁରେ ଯେବେ ଅଛୁ, ସମର୍ପଣ ଯେବେ ନିଜକୁ କରୁଛୁ, ପ୍ରିୟ ଭାଇ ମାନେ ପ୍ରେମକୁ ପରିଧାନ, ଯୀଶୁଙ୍କୁ ପରିଧାନ। ଶେଷ କଥା କହିବି ପ୍ରକାଶ 3:4-5। ତଥାପି ଯେଉଁମାନେ ଆପଣ ଆପଣ ବସ୍ତ୍ର ମଳିନ କରିନାହାନ୍ତି, ତୁମମାନଙ୍କ ମଧ୍ୟରେ ଶାନ୍ତିରେ ଏପରି କେତେକ ଅଛନ୍ତି, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ। ଯେ ଜୟ କରେ ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ ଏ ସବୁର ସଜ୍ଜିତାର ବିଷୟବସ୍ତୁ ଯେବେ ମଣ୍ଡଳୀ ଜୟ କରିବ ଅଧର୍ମରୁ, ପାପରୁ, ବିଚାରରୁ, ସମାଲୋଚନାରୁ, ପ୍ରତିଶୋଧରୁ ଜୟ କରିପାରିଛି। ଯେବେ ମୁଁ କି ଆପଣ ମାନେ ଜୟ କରିବେ ଏଠୁ, ତେବେ ଶୁକ୍ଳ ବସ୍ତ୍ର, ତେବେ ପ୍ରଭୁ ସଜ୍ଜିତ, ପ୍ରଭୁ ତିଆରି କରିବେ। କାରଣ ଯେଉଁମାନେ ବଳିଦାନ ଦ୍ୱାରା ଆମ୍ଭ ସଙ୍ଗେ ନିୟମ କରିଛନ୍ତି, ଏପରି ସଦ୍ଭକ୍ତ ମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର। ସମସ୍ତେ ହେଇପାରିବେନି, ଏ କଥା ପଢାଇବିନି। ଗୀତ 50:5 ବଳିଦାନରେ, ସମର୍ପଣ କରିବାରେ, ନିଜକୁ ଢାଳି ଦେବାରେ, ପାପ ସ୍ୱୀକାର କରିବାରେ, ହୃଦୟ ଭଗ୍ନ ଚୂର୍ଣ୍ଣ ପୂର୍ବକ ସମର୍ପଣ କରିବାରେ ଯେବେ ବଳିଦାନ କରିଛୁ ନିଜକୁ, ତାହା ହଉଛି ଈଶ୍ୱରଙ୍କ ସଙ୍ଗେ ନିୟମ। ସେପରି ଲୋକମାନଙ୍କୁ ପ୍ରଭୁ ଏକତ୍ର କରିବେ, ସେମାନେ ସଜ୍ଜିତ। ଆସନ୍ତୁ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ପାଇଁ ଗୋଟିଏ ମିନିଟ୍ ମୁଁ ଅତିରିକ୍ତ ପ୍ରସାର କରିବାକୁ ଚାହୁଁନି। ଆପଣ ଆଉ ଗୋଟେ ମିନିଟ୍ ଆଖି ବନ୍ଦ କରନ୍ତୁ। ପୁଅ ଝିଅମାନେ ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବା ପାଇଁ ନିଷ୍ପତ୍ତିରେ ପହଞ୍ଚି ଯାଉ, ତାଙ୍କୁ ପରିଧାନ କରିବା ପାଇଁ, ଯୀଶୁଙ୍କ ପ୍ରକୃତ ଭାବରେ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବା, ଆଉ ସବୁ ତାଙ୍କ ପାଦ ତଳେ ଢାଳି ଦେବା।